ଭିଡା ଭିଡି କରିକି ମାରିଦବ ନା କଣ? ମାରିବା ପାଇଁ ଆଣିଛୁ ନା କଣ? ଆଉ କୁଆଡେ ନଉଛ? ଡାକୁଛି ମୋ ଆଡେ, ତମେ କାଇଁ ତା ଆଡେ ଯାଉଛ? ତା ଆଡେ ତମ ଆଡେ ଏଥିରେ ପୁଣି ଅଛି। ତମେ ପରା ମୋ ଯାତ୍ରୀ, ମୁଁ ତମ ପୁରୋହିତ। କଣେ କଣେ କଣେ? ତମେ ମୋ ଯାତ୍ରୀ, ମୁଁ ତମ ପୁରୋହିତ। ମୁଁ ଏତେ କଥା ଆଉ ଜାଣିନି। ତମର କଣ ବିଶ୍ୱାସ ହଉନି ନା କଣ? ମୋର ଆଉ ବିଶ୍ୱାସ ଅଛି ତ। ଏଇ ଦେଖୁନ ମୋ ଖାତା ପତ୍ର, ତମ ସାତ ପୁରୁଷ, ଆମ ସାତ ପୁରୁଷ ଜେଜେମନ ପରା ଲାଗି ରହିଛି। ନାଗିକି ଅଛି। ହାତ ପୁରୁଷ ନାଗି। ତମେ ମୋ ଯାତ୍ରୀ, ମୁଁ ତମ ପୁରୋହିତ। ଚାଲ ଏଠୁ ପଳେଇବା। ଏ ଭାଇନା ତମେ ସିଆଡେ ପଳଉଛ ମୋର ଟିକେ ନ ଶୁଣିକି। ଆଉ ତମର ଶୁଣା। ତେମେ ଆଉଛ ମୋ ପୁରୋହିତ। ଠିକ ଅଛି। ମୋ ଖାତା ପତ୍ର ଟିକେ ଦେଖୁନ। ତମର ଭଲ ଆଉ। ମୋର ଭଲ ନା କଣ ତମର ଭଲ? ଏ ତମ ନାଁଟା କଣ କହିଲ? ନାଁଟା ଶୁଣିବାକୁ ଭାରି ଇଚ୍ଛା। ନାଁଟା ଶୁଣି ମୁଁ ଜାଣି ନାହିଁ। ନାଁଟା ହେଲା ଭବାନୀ ଶଙ୍କର ମହାପାତ୍ର। ଭବାନୀ ଶଙ୍କର ମହାପାତ୍ର, ବୃନ୍ଦାବନ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, କୈଳାସ ମହାପାତ୍ର, ଦାମୋଦର ମହାପାତ୍ର, କାଠିଆ ମହାପାତ୍ର। ଆଉ ଶୁଣିଅ ସେଇ କାଠିଆ ଯୋଉ ନୁହଁ, ସେଇଟା ମୋ ଜେଜେବାପା। ହୟ ମହାଶୟ, ଭବାନୀ ଶଙ୍କର ମହାପାତ୍ର, ବୃନ୍ଦାବନ ମହାପାତ୍ର। ଭାଇନା ତମ ଖାତାରୁ ବାହାରୁ ନା ପାଟିରୁ ବାହାରୁ? ଖାତାରେ ଅଛି ପରା। ମତେ ଠିକ ମନେ ଅଛି। ଶୁଣୁନ, ଗୋବିନ୍ଦ ଚୌଧୁରୀ। କଣ କାହିଁକି ହେଲାନି? ଆମର ତ ସାତ ପୁରୁଷ ଯାକେ ମହାପାତ୍ର, ଚୌଧୁରୀ କେମିତି ଉଠିଲା? ମୁଁ କେମିତି ଜାଣିଲି କେମିତି ଉଠିଲା? ଚୌଧୁରୀ ଆମର ତମେ ତାର ଠିକ ଭାଇନା। ତମ ଗାଁକୁ ଯାଇଥିଲି, ତମେ ଯାଇଥିଲ ତୀର୍ଥ କରିବାକୁ। ତମ ସାତ ପୁରୁଷ ମାନଙ୍କର ନାଁ ଲେଖିବାକୁ ଯାଇଥିଲି। ସିଏ କଣ ହେଇଛି, ତମ ଗାଁ ଏକେଣା ମୁଣ୍ଡିଆ ମୁନା ଭାଇନା, ମୁନା ରଘୁଆହାର ମୁନା। ସିଏ ମତେ କହିଲେ ଭାଇନା ଇଆଡେ ଆସ, ମୁଁ ସବୁ ଜାଣିଛି କହିଦେଲି। ଜାଣିଦେଲେ କହିଦେଲେ। ସିଏ ଯାହା କହିଲେ ମୁଁ ଉତ୍ତର ଦେଲି। ଆଉ ସିଏ ପୁରା ହାଡ ପାଗଳିଆ ଲୋକ, ତାଙ୍କ ମେମୋରି ଫେଲେ। ପଣସ ଖାଇକି ଝାଡା ହେଇଯାଇଥାଏ। ହଉ ଠିକ ଅଛି। ଆଚ୍ଛା, ତମ ଗାଁ ନାଁ ଟା ଟିକେ କହିଲ। ଗାଁ ନାଁ ତ ବାଞ୍ଝପୁର। ବାଞ୍ଝପୁର ତ ଗାଁ ନା, ଆଉ ଆସିବ କୁଆଡୁ? ଡିଷ୍ଟ୍ରିକ୍ଟ ସେଇଟା ହେଲା ଭଗବାନପୁର। ଭଗବାନପୁର ତାହେଲେ ଆଜି ସବୁ ଠିକ ଅଛି। ତମ ଗାଁ ବାଞ୍ଝପୁର, ତମ ଜିଲ୍ଲା ବି ବାଞ୍ଝପୁର, ତମ ପୋଷ୍ଟ ବାଞ୍ଝପୁର, ତମ ଢିଙ୍କିଶାଳ ବି ବାଞ୍ଝପୁର। ସବୁ ତ ବାଞ୍ଝପୁର। ତମେ ତାହେଲେ ମୋ ଯାତ୍ରା, ଚାଲ ପଳେଇବା, ସବୁ ଠିକ ଅଛି। ସବୁ করে ଇଏ ଲମ୍ବା ଜିନିଷରେ ତୁ ହାତ ପକାନା। ଆଉ ଇଟା କେ ଆମ ଜିନିଷ ସେଇଟା ମୁଡାମୁଡି କର, ସେଇଟା ମୁଡିଲେ ଭାଙ୍ଗିଛି, ସେଇଟା ଚିପା ଯନ୍ତ୍ର। ଚିପିଲେ ଛାଡ଼ିଦେବ। ଏଇଟା କୋଉଠି ଶାଶୁ ଦେଇଥିଲେ? ବାର ଆଡେ ବୁଲୁଛି ନା, ଖରାପ ଦରରେ ଦେଇଥିଲେ। ମନ ଜାଣିକି ଜୁଆଇଙ୍କ ଭଳିଆ ଦେଖୁନ। ଏଠି ଦେଖୁନ ତ ପିକ ବାଟେ ଜୁଆଇନି। ସେ ସାଇଡରେ ଯୋଉ ଚାଳିଆ ଘରଟା, ସେଇଟା ଆମ ଘର। ତମ ଘର ସେ ଜଣ ଷଣ୍ଢ ଶୋଇନି, ଏଇଠି ଶୋଇଯିବ। ଏଇଠି କାବେରାଟେ। ତମ ଘର ତାହେଲେ ଦାନା ଖାଇବା ଟାଇମ ହେଇଗଲା। ଭାଇନା କେତେ ଲିଟର କ୍ଷୀର ଦଉଛି? 5 ଲିଟର। ହେଇଛି ଆଉ।
ହଁ ହେଇ ତମେ ଯେତେବେଳେ ପିଣ୍ଡ ଦାନ ଦବାକୁ ଆସ ମତେ ସେଇଠି ଟିକେ ଡାକିଦବ ହେଲା ଆଉ ତମେ ଯା ମୁଁ ଦେଖେଇ ଦଉଛି ମତେ ଡାକିବ ପଛରେ ଆଉ ଆଚ୍ଛା ମହାଶୟ ଏ ଯୋଉ ଆ ଆ ଟା ମଝିରେ କି ହଉଛି ତମେ ହଉଛ ବିପି ବଢି ଯାଇଛି। ଆଚ୍ଛା ମୁଁ ମନା କରିଥିଲି ପ୍ରଥମରୁ ତାକୁ ବିଶ୍ୱାସ କର ନା ଏ ଗଲା ତମ ଛତା ଟିକେ ନେଇକି ପଳେଇଲା ଆମେ ଯାଇ ଛତା ନେଇଗଲା ହଁ ଆଉ ଆସିବନି ଆସିବନି ମୁଁ କଣ ସହଜେ ଛାଡ଼ିବି ଦେଖିବା ଆଉ ଆଚ୍ଛା ଆସିଥିଲ କୁଆଡେ କହିଲ ଆଇଥିଲି କଣ କି ପୁଅ ସାତ ପୁରୁଷ ପିଣ୍ଡ ଦାନ ଦେବାକୁ ହେଇନଥିବ ନା ନା ଆଚ୍ଛା କଣ କଣ ସବୁ ଆଣିଛ ଦେଖେ ଦେଖେ କୁହ ଆଣିଛି ଦୁବ ବରକୋଳି ପତ୍ର ନଡ଼ିଆ ଦିକଡ଼ା କଦଳୀ ଛକଡ଼ା ଅରୁଆ ଚାଉଳ 25 ଗ୍ରାମ ଆଉ ଗୁଆ ସସ୍ପେଣ୍ଡ ମାନେ ନା ଆଚ୍ଛା ଅରୁଆ ଚାଉଳଟା ଘରେ ଥୋଇଦେଲନି ଆମର ଏଇ ଗାଁରେ କିଲୋ କିଲୋ ମିଳୁଛି କାଇଁ ମୁଁ ତ 25 ଗ୍ରାମ ଆଣିଛି ଅସୁବିଧା କଣ 25 ଗ୍ରାମ କଣ ପାଇବ କାହିଁକି ପାଇବନି ହଉ ନା ନହେଲେ କିଣିଦେବ ହଉ ଆଚ୍ଛା ସ୍ନାନ ବୋଧେ କରିନ ନା ନା ଏଇଠି ଆମର ଗୋଟାଏ ଗୟା ତୀର୍ଥ ଅଛି ଏଇ ସିଧା ସ୍କୁଲ ଆଗରେ ସିଧା ସିଧା ହଁ ସ୍କୁଲ ଆଗରେ ଗାଁ ପଟେ ହେଲା ସେଇ ତୀର୍ଥକୁ ଯାଇକି ସ୍ନାନ ସାରିକି ଆସ ମୁଁ ଏଠି ପିଣ୍ଡ କାର୍ଯ୍ୟ ଆରମ୍ଭ କରୁଛି ଆଉ ଶୀଘ୍ର ଯାଇକି ଜଲ୍ଦି ଆସିବ ହଉ ଯା ये गोसाई कहाँ जा रे गोसाई सड़ा ये भलो गोसाई अरे जने छता लेके पड़ेला जने बेक लेके पड़ेला तुमको भला मंगल हब नहीं रे गोसाई पिला तुमको सर्प दर्शन हब गाड़ी मारी जीव सड़ा मुझे कौन करी बोला भलो कथा हेला ब्याग कम गला छता जने नहीं गला ଭଲ କଥା ହେଲା ବ୍ୟାଗ କମ ଗଲା ଛତା ଜଣେ ନେଇ ଗଲା ଶଳା ବ୍ରାହ୍ମଣ ହାଡ଼ରେ ରେକଟା ଲଗାଇଲେ କେତେ ପାଲା ଭଲ ଯୋଗେ ମୁଇଁ ତୀର୍ଥକୁ ଆସିଲି ଦେବା ପାଇଁ ପିଣ୍ଡ ଦାନ ସ୍ୱର୍ଗରେ ବସିଣ ପିତୃ ପୁରୁଷ ବୋଲିବେ ମୋ ପୁତ୍ର ଧନ୍ୟ କେତେ ଠକ ଶଳେ ଅଛରେ ଠାରେ ବ୍ରାହ୍ମଣ କୂଳେ ଜନ୍ମ ହୋଇ ଠକ କଥା କହି ନିଅନ୍ତି ଭଣ୍ଡାଇ ଧନ୍ୟ ସହି ଛୁରେ ବି ମୂର୍ଖ ବ୍ରାହ୍ମଣ ହେଉରେ ମରଣ ଦେଉଅଛି ଅଭିଶାପ ଲକ୍ଷେ ଅରଜିଲେ ପକ୍ଷକୁ ନଥିବ ଖାଉଲେ କୁମ୍ଭଙ୍କୁ ସାପ